Krishna. Hello. Praise the Lord. Praise the Lord. Thank you, Jesus. Hallelujah. प्रभु को धन्यवाद दिए। प्रभु अनुग्रह करी अछंती। पुनर्बार गोटे विश्राम दिन रे पहुँचवा प्रभु आम अनुग्रह करी आनी अछंती। से विशेष करी प्रभु को धन्यवाद दिए। आपण मैंने ये सुंदर समय को फेसबुक लाइव पे आपण मैंने बाइबल स्टडी फेलोशिप संडे सर्विस रे जुड़ित होइतिबारु प्रभु आपण मानको प्रचुर भाव आशीर्वाद करंतु। या मोर प्रार्थना प्रथमे यीशु ख्रीष्ट नाम रे समस्त को नमस्कार जनाए विश्वास करे आम समस्ते भलरे अच्छु। प्रिय प्रभु लोक मैंने दया अनुग्रह सकाशु आमे माने प्रत्येक मुहूर्ते आम बंची अच्छु। से विशेष कर प्रभु को गौरव दिए। प्रभु अनुग्रह करू अच्छी आम मास परे मास सप्ताह परे सप्ताह वर्षे परे वर्षे जीवित मानकर स्थान जीवित बंचिबा प्रभु आम अनुग्रह करू अच्छी। से विशेष कर प्रभु को गौरव दिए। आसतु आज वाक्य आड़क न जा पूर्व आम समस्ते प्रार्थना सहित आम समर्पित होगा। प्रभु आम साहाय्य करंतु। यही समय वाक्य जेपरी उत्तम भाव आमे माने श्रवण करवा से निमंते विशेष कर आम प्रार्थना सहित आम वाक्य आड़क आम आगक बढ़ुवा। धन्यवाद 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 सर्वशक्तिमान परमेश्वर अनादि अनंत काल परमेश्वर प्रभु तमें अनुग्रह करियछ दया करियछ। एई सुंदर समय तमर उपस्थिति रे बसिबा पाई तुमे आमानक अनुग्रह करि आनियछ। सेति धन्यवाद दउछु। धन्यवाद दउछु प्रभु। आज तुम सम्मुखरे प्रभु बसवा सुंदर सुযোগ तुम्हें आमको देछ। से प्रभु तुम गौरवान्वित पाओ प्रार्थना करियछु। आमे जेते जण ए बाइबल स्टडी फेलोशिप सेवा कार्य ए संडे सर्विस रे ऑनलाइन माध्यम रे प्रभु आम जुड़ित होइछु। प्रत्येक को तुम स्तर रखी अच्छे बाबा। आज वाक्य अनुसार तुम्हें आम आशीर्वाद कर बोले प्रार्थना निवेदन करियछि। हालेलुया। धन्यवाद प्रभु तुम्हें महिमा पाइछ। आज वाक्य प्रभु तुम्हें कथा को आम जिते जन शुणु आज वाक्य अनुसार आम जीवन को गोटे आलोक सदृश्य हेउ बोले प्रार्थना करियछि बाबा। आरंभ शेष पर्यंत तुम्हें आम सहित रही तुम्हें कथा को बोले प्रार्थना करियछि। ए प्रार्थना शुणिल धन्यवाद यीशु नाम रे प्रार्थना मांगुछि। आमीन आमीन आमीन। प्रेज लॉर्ड। प्रभु गौरवान्वित हुअन्तु। प्रभु महिमा हुअन्तु। अति सुंदर समय आम पहुँची अच्छु। प्रिय प्रभु लोक मैंने पुनर्बार आपण सम्मुख किसी वाक्य आने प्रभु मते
এই দিনକୁ ସୁସ୍ଥ ସବଳରେ ଆପଣମାନଙ୍କ ସମ୍ମୁଖରେ ପହଞ୍ଚିବା ପାଇଁ ପ୍ରଭୁ ମୋତେ ଅନୁଗ୍ରହ କରିଅଛନ୍ତି। ସେଥିପାଇଁ ବିଶେଷ କରି ପ୍ରଭୁଙ୍କ ଗୌରବ ଦିଏ। ଆସନ୍ତୁ, ଆଜିର ପ୍ରସଙ୍ଗ ରହିବ ମନୁଷ୍ୟର ପ୍ରଶଂସା ନା ଈଶ୍ୱରଙ୍କର ଗୌରବ। ଆଜିର ଆଲୋଚନାର ବିଷୟ ରହିବ ମନୁଷ୍ୟର ପ୍ରଶଂସା ନା ଈଶ୍ୱରଙ୍କର ଗୌରବ ଆଜି ରହିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣମାନେ ଯେତେବେଳେ ଗୀତ ସଂହିତା 115 ପର୍ବ 1ରେ ଯଦି ଆପଣମାନେ ଦେଖିବେ, ଅତି ସୁନ୍ଦର ଭାବରେ ସେ ସ୍ଥାନରେ ଲେଖାଯାଇଅଛି। ସେ ସ୍ଥାନ ଏ ପ୍ରକାର ଲେଖାଯାଇଅଛି, ଏ ସଦାପ୍ରଭୁ ତୁମ୍ଭମାନଙ୍କୁ ନୁହେଁ, ଆମ୍ଭମାନଙ୍କୁ ନୁହେଁ, ତୁମ୍ଭ ନାମକୁ ଗୌରବ ଦିଅ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅତି ସୁନ୍ଦର ଭାବରେ ଦାଉଦ ଏହି ପ୍ରକାଶ କରୁଅଛନ୍ତି ଯେ ମୋର ଗୌରବ ପାଇବା ଆବଶ୍ୟକ ନାହିଁ, କି ପ୍ରଜାବନ୍ତମାନଙ୍କୁ ଗୌରବ ପାଇବା ଆବଶ୍ୟକ ନାହିଁ, କିନ୍ତୁ ତମେ ହିଁ ସୃଷ୍ଟିକର୍ତ୍ତା, ତମେ ହିଁ ତ୍ରାଣକର୍ତ୍ତା, ତୁମେ ହିଁ ଉଦ୍ଧାରକର୍ତ୍ତା, ତମେ ହିଁ ଗୌରବ ପାଇବାର ଯୋଗ୍ୟ ଅଛି ବୋଲି ଦାଉଦ ଈଶ୍ୱରଙ୍କୁ ଗୌରବ କରୁଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହା ମାନେ ଜାଣୁ ଯେ ଅନେକ ସମୟ ଏ ବାକ୍ୟକୁ ଆମେ ଯେତେବେଳେ ଶ୍ରବଣ କରୁ, ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କ ଜୀବନରେ এই ପ୍ରକାର ଅଛି କି ବୋଲା ଯେ ପ୍ରଭୁ ଆମମାନଙ୍କ କଥା କହୁଅଛନ୍ତି। ଆମେ ପ୍ରଥମ ଦେଖିବା ମନୁଷ୍ୟର ପ୍ରଶଂସା କାହିଁକି ଚାହୁଁଅଛି। ଅନେକ ସମୟ ଜଣେ ମନୁଷ୍ୟ ଯଦି ଜଣେ ପ୍ରଭୁଙ୍କର ଦାସ କି ଜଣେ ମନୋନୀତ ଦାସ ଗୋଟିଏ ସ୍ଥାନରେ ଯଦି ଯିବ, ତାକୁ ଯଦି କେହି ବି ପଚାରନ୍ତି ନାହିଁ କି କାହାକୁ ତାଙ୍କୁ ସମ୍ମାନ ଦିଅନ୍ତି ନାହିଁ, ସେତେବେଳେ ସେ ନିଜେ ଦୁଃଖିତ ହୁଏ ଯେ ଏ ମନୁଷ୍ୟ ମୋତେ ଚିହ୍ନି ପାରୁନି କି, ଯେ ଇଏ ମୋତେ କାହିଁକି ସମ୍ମାନ ଦେଇପାରୁନାହିଁ, କି ମୋତେ କାହିଁକି ପ୍ରଶଂସା କରୁନାହିଁ। ଏହା ମାନେ ଅନେକ ଚିନ୍ତା କରିଥାଉ ପ୍ରିୟ ପ୍ରଭୁଙ୍କ ଲୋକମାନେ। ସେଥିପାଇଁ ପ୍ରଥମେ ଆମେ ଦେଖିବା ମନୁଷ୍ୟର ପ୍ରଶଂସା କାହିଁକି ଚାହୁଁଅଛି। ମନୁଷ୍ୟର ସ୍ୱଭାବ ହେଉଅଛି ଅନ୍ୟମାନେ ତାକୁ ଭଲ କହନ୍ତୁ, ସମ୍ମାନ କରନ୍ତୁ ଏବଂ ପ୍ରଶଂସା କରନ୍ତୁ। ଏହା ଆମମାନଙ୍କର ଗୋଟିଏ ପ୍ରିୟ ପ୍ରଭୁଙ୍କ ଲୋକମାନଙ୍କର ଇଚ୍ଛା କରିଥାଉ। ଅନେକ ସମୟ ଏ ପ୍ରକାର ଇଚ୍ଛା କରିଥାଉ ଯେ ଆମେମାନେ ମନୁଷ୍ୟମାନେ ଆମମାନେ ଭଲ ପାଆନ୍ତୁ, এই ବହୁତ ସୁନ୍ଦର ଅତି ବଡ଼ ପ୍ରଭୁଙ୍କ ଦାସ ବୋଲି ଆମମାନେ ସମ୍ମାନ କରନ୍ତୁ। ଲୋକମାନଙ୍କ ପାଖରେ ମୁଁ ଅନେକ ନାମଧାରୀ ହେବାର ଅଛି, ଲୋକମାନେ ମୋତେ ସମ୍ମାନ ଦିଅନ୍ତୁ। ଦେଖ, ଏ ଲୋକ ଏତେ ସୁନ୍ଦର ବାକ୍ୟ କହୁଅଛି, ତା ମାଧ୍ୟମରେ ଆଶ୍ଚର୍ଯ୍ୟ କର୍ମ ହେଉଅଛି। ଏହା ମନୁଷ୍ୟ ନିଜ ସ୍ୱାର୍ଥପର ପାଇଁ ଚିନ୍ତା କରିଥାଏ। ସେଥିପାଇଁ ଆଜି ସଦାପ୍ରଭୁ କହନ୍ତି, କିନ୍ତୁ ଯେତେବେଳେ ମନୁଷ୍ୟ ପ୍ରଶଂସା ଈଶ୍ୱରଙ୍କର ଗୌରବତାରୁ ଅଧିକ ମୂଲ୍ୟବାନ ହୋଇଥାଏ, ସେତେବେଳେ ଆମର ହୃଦୟ ଦିଗ ବଦଳିଯାଏ। ଈଶ୍ୱରଙ୍କର ଗୌରବ ନ ହୋଇ ଯେତେବେଳେ ଆମ୍ଭେମାନେ ନିଜକୁ ଗୌରବ ଅଧିକ ପାଇଥାଉ, ସେତେବେଳେ ଆମମାନଙ୍କର ମନରେ ଏ ପ୍ରକାର ଆସେ ଯେ ଆମମାନଙ୍କର ଅଟୋମେଟିକ୍ ଆମମାନଙ୍କ ଜୀବନରେ ଗର୍ବ ପ୍ରକାଶ ହୁଏ।
ମୋ ଭଳିଆ ଦାସ କେହି ଅଛି କି? हजार हजार लोक माने मोर वाक्य सुनती, मोर वाक्य को ग्रहण करती। अनेक लोक माने सुस्थता पाई अछंती, अनेक लोक माने आशीर्वाद पाई अछंती। ए प्रकार माने चिंता करिता प्रिय प्रभु लोक माने सेते बेले मनुष्य ईश्वरंकर गौरव न दे निजको गौरव पाइबा पाई इच्छा करे। आमाने जहन 12 पर्व 43 रे जति आमाने देखिबा से माने ईश्वरंक तार आसुतिबा गौरव तारो मनुष्यंक तार आसुतिबा गौरव को अधिक भल पाइबे बोले कहाई अछि। एई दिन गुड़िक जदि गोटे मंडली कि गोटे जूम रे जे कौन सभा स्थान रे प्रथमे लोक माने कहती जे केउ दास से स्थान रे आसिकी वाक्य कहबे। प्रथमे आमर प्रश्न रहिबो जे केहू लोक आसिकी से स्थान रे वाक्य प्रचार करिबो। ताहा तो आमाने ईश्वर को आमाने गौरव करुअछु ना से मनुष्य को आमाने गौरव करुअछु ना ईश्वरंकर वाक्य को आमाने सम्मान देउअछु ना मनुष्य को आमाने प्रशंसा करुअछु। या आमाने बुझिबा जानिबा आवश्यक। कारण अनेक समय प्रभु को आमे भूली जाउअछु। गोटे मनुष्यर पछरे आमे चली जाऊ, मनुष्य को आकर्षण होइताऊ। से मनुष्य ही से दास ही आमानकर जीवन रे अनेक आशीर्वाद देउअछि। तांकर वाक्य रे मो जीवन रे अनेक आशीर्वाद पाई अछि। ए प्रकार माने मनुष्य को प्रशंसा करो किंतु ईश्वर को हमें भूली जाओ। किंतु प्रिय प्रभु को लोक माने ईश्वरंकर तारु मनुष्य तारे आसे आशीर्वाद से मनुष्य को ईश्वरंकर संतान मानक आशीर्वाद करिता है। निजे से मनुष्य से दास ताको निजर शक्ति नहीं कि निजर आशीर्वाद दे मनुष्य मानक उद्धार करि परिबो नाही। किंतु ईश्वर जने माध्यम भागरे मनुष्य को व्यवहार करे जे जेपरि ए मनुष्य तारो मोर कार्य प्रकाश हबो। जे मनुष्य माने मोटारे विश्वास करी से माने जगतर पाप को परित्याग करी से माने मोर निकटवर्ती हेबे। या ईश्वरंकर इच्छा और योजना प्रिय प्रभु लोक माने। किंतु या ईश्वरंक तारो एई अछि बोले माने केबे भी भाबी नाउ। किंतु जड़े जदि प्रभु दास आश्चर्य कर्म करे ताहा कहा तारो ए आश्चर्य कर्म आसी ए माने भूली जाउअछु। किंतु से मनुष्य प्रति माने अधिक गुरुत्व भरोसा करिअछु, विश्वास करिअछु। सेति पई प्रिय प्रभु लोक माने अनेक समय प्रभु को गौरव न दे मनुष्य को माने गौरव करितिबा जुगु आमानक जीवन रे आध्यात्मिक वरिष्ठ हेबा प्रति आमाने दुर्बल हो जाउअछु। आमानकर जीवन रे दुर्बल आसे विश्वास रो आमाने दुर्बल हो जाओ। कारण आमाने मनुष्य को
ଅଧିକ ଗୁରୁତ୍ୱ ଦେଇଥାଉ କି ତାକୁ ଆମେ ପ୍ରଶଂସା କରିଥାଉ। ସେଥିପାଇଁ ଯୋହନ 12 ପର୍ବ 43 ପ୍ରକାର ଲେଖାଯାଇଅଛି ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେ ସେମାନେ ଈଶ୍ୱରଙ୍କ ତାର ଆସୁଥିବା ଗୌରବ, ତାର ମନୁଷ୍ୟ ତାର ଆସୁଥିବା ଗୌରବକୁ ଅଧିକ ଭଲ ପାଆନ୍ତି। ସେଥିପାଇଁ ଅନେକ କହନ୍ତି, ଯଦି ଗୋଟେ ସଭାସ୍ଥାନ ହୁଏ କି କୌଣସି ଜୁମ୍ ମିଟିଂ ହୁଏ କି କୌଣସି ଚର୍ଚ୍ଚରେ ହେଲେ ମଧ୍ୟ କେଉଁ ଦାସ ଆଜି ବାକ୍ୟ ପ୍ରଚାର କରିବେ, ଯଦି ସେ ନାମଧାରୀ ହେଇଥିବ, ତାକୁ ଟିକେ ଭଲ ଜଣାଶୁଣା ପ୍ରଭୁଙ୍କ ଦାସ ହେଇଥିବ, ବୋଲେ ହଁ ସେଥିରେ ଆମେ ଜଡ଼ିତ ହେବୁ, ସେଥିରେ ଆମେ ସଭାରେ ଆସିବୁ। ସେ ଯଦି ପ୍ରଚାର କରିବେ ଆମର ମଣ୍ଡଳୀ ସହିତ, ମୋ ପରିବାର ସହିତ ସେ ସ୍ଥାନରେ ଆମେ ଆସୁ। ଏହା ଆମମାନଙ୍କୁ ଭାବିବା ଯେ ସେ ମନୁଷ୍ୟକୁ ଆମେ ଭରସା କରୁଅଛୁ ନା ଈଶ୍ୱରଙ୍କୁ ଆମେ ଭରସା କରିଅଛୁ। ମୁଁ କହିବା ଚାହେଁ ଯେ ପ୍ରଭୁଙ୍କ ଦାସ ମାନଙ୍କୁ ସମାନ ଦିଅ ନାହିଁ ବୋଲି କହୁନାହିଁ, କି ପ୍ରଭୁଙ୍କ ଦାସ ମାନଙ୍କୁ ଅଣଦେଖା କର ନାହିଁ ବୋଲି କହୁନାହିଁ, କିନ୍ତୁ ଆମେ ପ୍ରଭୁଙ୍କ ଦାସକୁ ସମାନ ଦେବା ସହିତ ଅଧିକ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ ରହିଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହା ଆମେ ଭୁଲି ଯାଉଅଛୁ ଯେ ଈଶ୍ୱରଙ୍କୁ ଧନ୍ୟବାଦ ନ ଦେଇ ଆମେ ଅନେକ ସମୟ ବିଶେଷ କରି ମନୁଷ୍ୟକୁ ଆମେ ପ୍ରଥମ ସ୍ଥାନରେ ଆମେ ରଖିଥାଉ। ସେଥିପାଇଁ ଆଜି ସଦାପ୍ରଭୁ କହନ୍ତି ଯେ ମନୁଷ୍ୟକୁ ଯଦି ତମେ ପ୍ରଥମ ସ୍ଥାନ ତମ ଜୀବନରେ ରଖିବ, ତାହେଲେ ତମେ ଭ୍ରଷ୍ଟ ହେଇଯିବ, କେବେ ଆତ୍ମିକ ଦିଗରେ କେବେ ବଳିଷ୍ଠ ହବ ନାହିଁ, ବୃଦ୍ଧି ପାଇବ ନାହିଁ। ଦିନେ ଆସିବ ତମେ ପୁନର୍ବାର ଆତ୍ମିକ ଦିଗରେ ବୃଦ୍ଧି ହେବା ବଦଳରେ ତମେ ଦୁର୍ବଳ ହେଇଯିବ ବୋଲି ପ୍ରଭୁ ଆଜି ଅତି ସୁନ୍ଦର ଭାବରେ ଆମମାନଙ୍କ କଥା କହୁଅଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, 2 ନମ୍ବରରେ ଆମେ ଦେଖିବା ମନୁଷ୍ୟର ପ୍ରଶଂସା ଗ୍ରହଣ କରି ଗର୍ବ କରିବା ନାହିଁ। ଅନେକ ମୋ ପ୍ରଭୁଙ୍କ ଦାସ ମାନଙ୍କୁ କହିବା ପାଇଁ ଚାହେଁ ଯେ ଅନେକ ମାନେ ଭାବୁ ଯେ ମୁଁ ଅନେକ ଲୋକମାନେ ମୋର ବାକ୍ୟ ଶୁଣୁଅଛନ୍ତି, ମୋର ବାକ୍ୟକୁ ସମ୍ମାନ ଦେଉଅଛନ୍ତି, ମୁଁ ଯେତେବେଳେ ଯୋଉଠି ଯିବି ଲୋକମାନେ ମୋର ପଛରେ ଅନେକ ଲୋକମାନେ ଆସନ୍ତି। ଏ ପ୍ରକାର ଯଦି ଆମେ ଗର୍ବ କରିଥାଉ, ମୋର ଜୀବନରେ ଏତେ ଲୋକ ଜଡ଼ିତ ହେଉଅଛନ୍ତି, ଏ ପ୍ରକାର ଯଦି ଆମମାନଙ୍କ ଜୀବନରେ ଗର୍ବ ହେଉଥାଏ, ତାହେଲେ ପ୍ରିୟ ପ୍ରଭୁଙ୍କ ଲୋକମାନେ ସେହି ସ୍ଥାନରେ ଈଶ୍ୱରଙ୍କର ଉପସ୍ଥିତି, ଈଶ୍ୱରଙ୍କର ଆଶୀର୍ବାଦ ନଥାଏ। କେତେବେଳେ ମନୁଷ୍ୟ କେତେବେଳେ କଣ ହୁଏ ସେ ନିଜେ ବୁଝିପାରିବ ନାହିଁ। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ ମନୁଷ୍ୟର ପ୍ରଶଂସା ଗ୍ରହଣ କରି ଗର୍ବ କରିବା ନାହିଁ। ଏହା ହିତୋପଦେଶ 16 ପର୍ବ 18ରେ ଲେଖାଯାଇଅଛି, ବିନାଶର ପୂର୍ବରେ ଅହଙ୍କାର ଏବଂ ପତନ ପୂର୍ବରେ ଗର୍ବିତ ମନ। ଆମେ ଯଦି କୌଣସି ସେବା କରୁଅଛୁ, ଗୀତ ଗାଇଅଛୁ, ପ୍ରଚାର କରୁଅଛୁ କିମ୍ବା ଭଲ କାମ କରୁଅଛୁ, ଲୋକମାନେ ପ୍ରଶଂସା କରିପାରନ୍ତି, କିନ୍ତୁ ଆମ ହୃଦୟରେ କହିବା ଉଚିତ ଯେ ଏହି ଗୌରବ ମୋର ନୁହେଁ, ଏହା ଗୌରବ ଈଶ୍ୱରଙ୍କ ବୋଲି ଆମେ ଚିନ୍ତା କରିବା ଆବଶ୍ୟକ। କିନ୍ତୁ ଅନେକ ଏ ପ୍ରକାର ସେମାନଙ୍କର ଗର୍ବରେ ମନ ଫୁଲି ଯାଉଅଛି ଯେ ମୋର ଜୀବନରେ ଏତେ ଲୋକ ଜଡ଼ିତ ହେଉଅଛନ୍ତି। ଏ ପ୍ରକାର ଆମେ ଅନେକ ସମୟ ଗର୍ବ କରିଥାଉ। ମୋର ମଣ୍ଡଳୀରେ ଏତେ ହଜାର ଏତେ ଶହ ଲୋକ ଅଛନ୍ତି,
ଏହା ଅନେକ ସମୟ ଆମେ ଗର୍ବ କରିଥାଉ। କିନ୍ତୁ ଲୋକମାନେ ମଧ୍ୟ କହନ୍ତି ଯେ ଅଙ୍କ ସ୍ଥାନରେ ସେ ପ୍ରଭୁଙ୍କ ଦାସ ଭଲ ବୋଲି ଯେତେବେଳେ ଆମକୁ ଅଧିକ ପ୍ରଶଂସା କରନ୍ତି, ସେତେବେଳେ ଆମେ ପ୍ରିୟ ପ୍ରଭୁଙ୍କ ଲୋକମାନେ ଈଶ୍ୱରଙ୍କୁ ଯେପରି ଆମେ ନ ଭୁଲିବା। ଯେତେବେଳେ ଆମେ ଗୌରବ ପାଇଥାଉ, ସେତେବେଳେ ଆମେ ମନେ କରିବା ଯେ ଏଇ ଗୌରବ ମୁଁ ନୁହେଁ, କିନ୍ତୁ ଈଶ୍ୱରଙ୍କର ଗୌରବ ପାଉ। ଏହା ଆମମାନଙ୍କ ମନରେ ଆସିବା ଆବଶ୍ୟକ ରହିଅଛି। ପ୍ରତ୍ୟେକ ପ୍ରଭୁଙ୍କ ମନୋନୀତ ଦାସ ମାନଙ୍କର ନିଜ ଚିନ୍ତାଧାରା, ଆମମାନଙ୍କର ମନୋଭାବନା ଏହା ରହିବା ଆବଶ୍ୟକ ରହିଅଛି। କିନ୍ତୁ ଅନେକ ସମୟ ଏ ପ୍ରକାର ଆସେ ଯେ ତମ ମଣ୍ଡଳୀରେ କେତେ ଜଣ ବିଶ୍ୱାସୀ ମାନେ ଅଛନ୍ତି? ପ୍ରଥମେ ପ୍ରଭୁଙ୍କ ଦାସ ମାନଙ୍କର ପ୍ରଶ୍ନ ରହିବ, ତମ ମଣ୍ଡଳୀରେ କେତେ ଜଣ ଅଛନ୍ତି? କେତେ ଜଣ ସେ ମଣ୍ଡଳୀରେ ଏକତ୍ରିତ ହୋଉଅଛନ୍ତି? କି ତମ ଜୁମ୍ରେ କେତେ ଜଣ ଆସୁଅଛନ୍ତି, ଜଏନ୍ ହେଉଅଛନ୍ତି? ପ୍ରଥମେ ଯଦି ଏ ପ୍ରକାର ପ୍ରଶ୍ନ ଆସେ, ତାହେଲେ ପ୍ରିୟ ପ୍ରଭୁଙ୍କ ଲୋକ ମାନେ ଆମେ ଜାଣିବା ଯେ ସେ ପ୍ରଭୁଙ୍କ ଦାସ ନିଜ ଗୌରବ ଚାହୁଁଅଛି। ଆରେ ବାକ୍ୟରେ ଲେଖା ଯାଇଅଛି, ଜଣେ 100ଟା ମେଣ୍ଢା ଥିଲା, ଗୋଟେ ମେଣ୍ଢା ଅଜି ଯାଇଥିଲା, 99 ମେଣ୍ଢା ସେ ଥିଲା। କିନ୍ତୁ ସେ 99 ମେଣ୍ଢାକୁ ମେଷକୁ ସେମାନଙ୍କୁ ଛାଡ଼ି ଆଉ ଗୋଟିଏ ମେଣ୍ଢା ପାଇଁ, ଗୋଟିଏ ସେ ମେଷ ପାଇଁ, ସେ ଖୋଜିବା ପାଇଁ ସେ ପୁନର୍ବାର ଚାଲିଗଲେ। ତା ତ ପ୍ରିୟ ପ୍ରଭୁଙ୍କ ଲୋକମାନେ ସେ ଗୋଟିଏ ମେଣ୍ଢା ପାଇଁ ଯଦି ସେ ଛାଡ଼ି ଦେଇଥିଲେ ହେଇନଥାନ୍ତା କି? ତା ପାଖରେ ତ 99 ସେ ମେଣ୍ଢା ଥିଲେ, କିନ୍ତୁ ସେ ଗୋଟିଏ ମେଣ୍ଢା ହଜି ଯାଇଅଛି। ସେଥିପାଇଁ ସେ ପୁନର୍ବାର ଖୋଜିବା ପାଇଁ ଚାଲିଗଲେ। ତାର ଅର୍ଥ କଣ? କାରଣ ଈଶ୍ୱର ଚାହାନ୍ତି ଯେ ଗୋଟିଏ ଆତ୍ମାର ମୂଲ୍ୟ କେତେ ଅଛି, ଏଇଠି ପ୍ରକାଶ ପାଉଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଗୋଟିଏ ପ୍ରଭୁଙ୍କର ଦାସ, ଗୋଟିଏ ଆତ୍ମା ଯଦି ସେ ଉଦ୍ଧାର କରିପାରୁଅଛି, ଯୀଶୁ ଖ୍ରୀଷ୍ଟଙ୍କ ପାଖେ ନିକଟବର୍ତ୍ତୀ କରାଯାଉଅଛି, ତାହେଲେ ତାହାର ପ୍ରଚୁର ଭାବରେ ତାର ଆଶୀର୍ବାଦ ସ୍ୱର୍ଗରେ ଅଛି। କିନ୍ତୁ ଅନେକ ସମୟ କହନ୍ତି ଯେ ସେହି ସେବା କାର୍ଯ୍ୟରେ କେତେ ଲୋକ ଏକତ୍ରିତ ହୋଉଅଛନ୍ତି, ଏହା ଆମମାନଙ୍କର ପ୍ରଶ୍ନ ରହିଥାଏ। କିନ୍ତୁ ଯଦି ଏ ପ୍ରକାର ଆମମାନଙ୍କ ଭାବୁ, ତାହେଲେ ଆମମାନଙ୍କ ଜୀବନରେ ଈଶ୍ୱରଙ୍କର ଇଚ୍ଛା ଅନୁସାରେ ସଠିକ ଭାବରେ ଆମେ ପ୍ରଭୁଙ୍କ ସେବା କରିନାହୁଁ। ପ୍ରଭୁଙ୍କ ସେବା କରିନାହୁଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଜଣେ ହଉ କି 2 ଜଣ ହଉ କି 3 ଜଣ ହଉ, ଈଶ୍ୱରଙ୍କର ଇଚ୍ଛା ଯେ ଗୋଟିଏ ଆତ୍ମା ହେଲେ ବିନଷ୍ଟ ନ ହେଉ ବୋଲି ତାର ଚିନ୍ତାଧାରା। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେମାନେ ଗୋଟିଏ ଆତ୍ମା ନିମନ୍ତେ ଆମେମାନେ ବିଶେଷ କରି ପ୍ରାର୍ଥନା ସହିତ ବାକ୍ୟ ପ୍ରଚାର କରିବା ଆବଶ୍ୟକ ରହିଅଛି। ସେ ଗୋଟିଏ ଆତ୍ମା ଯଦି ଉଦ୍ଧାର ପାଏ, ତାହେଲେ ସ୍ୱର୍ଗରେ ଦୂତମାନେ ଅନେକ ଆନନ୍ଦିତ କରନ୍ତି ବୋଲି ବାକ୍ୟ ଲେଖା ଯାଇଅଛି। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ତୃତୀୟ ନମ୍ବରରେ ହେରୋଦଙ୍କର ଶିକ୍ଷା। ହେରୋଦଙ୍କର ଶିକ୍ଷା ଆମମାନଙ୍କ ଜୀବନରେ କେଉଁ ପ୍ରକାର ଉପଦେଶ ଦେଉଅଛି, ଏହା ଆମେ ବୁଝିବା। ପ୍ରେରିତ ଭାର ପର୍ବ 21ରୁ 23 ପର୍ଯ୍ୟନ୍ତ ଯଦି ଆପଣମାନେ ପଠନ କରିବେ, ହେରୋଦଙ୍କର ଶିକ୍ଷା ଆମମାନଙ୍କ ଜୀବନରେ କେଉଁ ପ୍ରକାର ଶିକ୍ଷା ଆମେ ଲାଭ କରିପାରିବା,
ସେଠି ଅତି ପ୍ରାଞ୍ଜଳ ଭାବରେ ଲେଖାଯାଇଅଛି। ଏ ପ୍ରକାର ଲେଖାଯାଇଅଛି ଯେ ଲୋକମାନେ ଏରୁଦଙ୍କୁ ପ୍ରଶଂସା କରି କହିଲେ ଯେ ସେ ମନୁଷ୍ୟର ସ୍ୱର ନୁହେଁ, ଦେବତାଙ୍କର ସ୍ୱର କହୁଅଛନ୍ତି। ହେରୋଦ ଏହି ଗୌରବକୁ ଈଶ୍ୱରଙ୍କୁ ଦେଲେ ନାହିଁ। ଏଠାରୁ ଆମେ ଶିଖିଅଛୁ ଯେ ଲୋକେ ଯେତେବେଳେ ଆମକୁ ଓ ଆମ ଉପରକୁ ଉଠାନ୍ତି ସେତେବେଳେ ଆମେ ଅଧିକ ନମ୍ର ହେବା ଦରକାର। ଯେତେବେଳେ ହେରୋଦ ଲୋକମାନେ ଅଧିକ ତାକୁ ପ୍ରଶଂସା କଲେ, ସେ ଯେତେବେଳେ ହେରୋଦ କଥା ହେଲେ ସେତେବେଳେ ଲୋକମାନେ କହିଲେ ଯେ ଇଏ ଗୋଟେ ମନୁଷ୍ୟ କଥା କହୁନି, କିନ୍ତୁ ଇଏ ଗୋଟେ ଦେବତା ତାଙ୍କ କଥା ଅଛି। ଏହା ଲୋକମାନେ ଯେତେବେଳେ ମନେ କଲେ, ପ୍ରିୟ ପ୍ରଭୁଙ୍କ ଲୋକମାନେ ହେରୋଦର ତାଙ୍କ ନିଜ ଜୀବନର ଗର୍ବ ବଢିଗଲା। ତା ପ୍ରତିରେ ଈଶ୍ୱରଙ୍କର କ୍ରୋଧ ଅଭିଶାପ ତା ଉପରେ ପଡ଼ିଲା। ଈଶ୍ୱରଙ୍କର ଅଭିଶାପ ତା ପ୍ରତି ପଡ଼ିଲା। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ ଯେତେବେଳେ ଲୋକମାନେ ଆମକୁ ଅଧିକ ପ୍ରଶଂସା କରନ୍ତି, ଅଧିକ ଆମମାନଙ୍କ ନାମରେ ସେମାନେ ଚର୍ଚ୍ଚା କରନ୍ତି, ସେତେବେଳେ ଆମେ ଜାଣିବା ଯେ ହେରୋଦଙ୍କ ପରି ନ ହୋଇ ଆମେ ମାନେ ଯେତେବେଳେ ଅଧିକ ପ୍ରଶଂସା ପାଉ ସେତେବେଳେ ଆମେ ଅଧିକ ନମ୍ର ହେବା ଆବଶ୍ୟକ ରହିଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ ଯେତେବେଳେ ସେ ପର୍ବତ ଉପରେ ଯୀଶୁ ଉପଦେଶ ଦେଲେ, ଶିକ୍ଷା ଦେଲେ, କେବଳ ପୁରୁଷ ମାନେ 5,000 ଲୋକ ଥିଲେ ବୋଲି ଲେଖାଯାଇଅଛି। ଯେତେବେଳେ 5,000 ଲୋକଙ୍କୁ ଖାଦ୍ୟ ସମସ୍ତଙ୍କୁ ତୃପ୍ତ ହେଲା ପରି ଖାଦ୍ୟ ଯୋଗାଇଲେ, ସେତେବେଳେ ଲୋକମାନେ ଯୀଶୁଙ୍କୁ ଅଧିକ ପ୍ରଶଂସା କରିବା, ଅଧିକ ତାକୁ ଗୋଟେ ରାଜା କରିବା ନିମନ୍ତେ, ଏ ପ୍ରକାର ଯଦି ରାଜା ମାନେ କରିବା ତାହେଲେ ଆମେ ଅଧିକ କେତେ ପରିଶ୍ରମ କରିବା ଆବଶ୍ୟକ ନାହିଁ, କି ଆମେ ଅଧିକ କଷ୍ଟ କରିବାର ଆବଶ୍ୟକ ନାହିଁ। ଏ ପ୍ରକାର ସେ ସଦାବେଳେ ଆମମାନଙ୍କୁ ଶାରୀରିକ ଆହାର ସେ ଆମମାନଙ୍କୁ ଯୋଗାଇବେ। ଏହା ଲୋକମାନଙ୍କୁ ଈଶ୍ୱରଙ୍କର ଗୌରବକୁ ଭୁଲି ଯାଇ ସେମାନେ ବିଶେଷ କରି ରାଜା କରିବା ପାଇଁ ସେମାନେ ଆଲୋଚନା କଲେ। ସେଥିପାଇଁ ଯୀଶୁ ମଧ୍ୟ ସେମାନଙ୍କ ତାର ଅନ୍ତର ହେଇକି ଚାଲିଗଲେ ବୋଲି ଲେଖାଯାଇଅଛି। ଏ ପ୍ରକାର ଆମେ ପ୍ରିୟ ପ୍ରଭୁଙ୍କ ଲୋକମାନେ ଯେତେବେଳେ ଆମେ ଅଧିକ ପ୍ରଶଂସା ପାଇଥାଉ ସେତେବେଳେ ଆମେ ମାନେ ମଧ୍ୟ ଅଧିକ ନମ୍ର ହେବା ଆବଶ୍ୟକ ରହିଅଛି। ଏହା ମୁଁ ନୁହେଁ, କିନ୍ତୁ ଈଶ୍ୱରଙ୍କର ଏହା ଗୌରବ ହେଉ। ଯେତେବେଳେ ଆମମାନଙ୍କ ମୁଖରୁ ବାହାରେ ସେତେବେଳେ ଆମମାନଙ୍କ ପ୍ରଶଂସା ନ ପାଇ ଈଶ୍ୱରଙ୍କର ଗୌରବ ହୁଏ। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆଉ 4 ନମ୍ବରରେ ଯେତେବେଳେ ଆମେ ଦେଖିବା ନବୁକଦ୍ନେସରଙ୍କର ଉଦାହରଣ ସ୍ୱରୂପ ଆମେ ଦେଖିବା ଦାନିଏଲ 4 ପର୍ବ 30ରୁ ତା ତଳେ ତଳେ ଯଦି ଆମେ ପଢି ଯିବା, ରାଜା ନବୁକଦ୍ନେସର ନିଜର ଶକ୍ତି ଓ ମହିମା ବିଷୟରେ ଗର୍ବ କଲେ, କିନ୍ତୁ ଶେଷରେ ସେ ବୁଝିଲେ ଯେ ସମସ୍ତ କର୍ତ୍ତୃତ୍ୱ ଓ ମହିମା ସର୍ବୋଚ୍ଚ ଈଶ୍ୱରଙ୍କର। ସେ ଯେତେବେଳେ ଗର୍ବ କଲେ ସେତେବେଳେ ତାର ଜୀବନରେ ମଧ୍ୟ ଈଶ୍ୱରଙ୍କର ଅଭିଶାପ ଆସିଲା। ସେ ଗୋଟେ ପଶୁ ଭଳିଆ କେତେ ବର୍ଷ ସେ ବିତଉଥିଲେ। ସେ ଜାଣିଲେ ଯେ ମୁଁ ଈଶ୍ୱର ନୁହେଁ, ମୁଁ ଜଣେ ଗୋଟେ ମନୁଷ୍ୟ। ପ୍ରତ୍ୟେକ ବିଷୟରେ ଜଣେ ଈଶ୍ୱର ଅଛନ୍ତି, ତାଙ୍କୁ ଗୌରବ ପାଇବା ଯୋଗ୍ୟତା ଅଛି। ସେ ଅନୁଭବ କଲେ ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମର ପଥ ଧନ
ପ୍ରତିଭା ସେବା ସଫଳତା ସବୁ ଈଶ୍ୱରଙ୍କର ଅନୁଗ୍ରହରୁ ଆସେ। କିନ୍ତୁ ଈଶ୍ୱରଙ୍କର ଅନୁଗ୍ରହ ଯଦି ଆମେ ଭୁଲି ଆମେ ନିଜକୁ ଯଦି ଆମେ ଗୌରବ କରିବା, ନିଜକୁ ହିଁ ଆମମାନଙ୍କୁ ଯଦି ବଳବାନ ବୋଲି ଭାବିବା, ନିଜକୁ ହିଁ ଆମେ ଜ୍ଞାନବାନ କହିପାରିବା, ମୋ ବଢିଆ ବାକ୍ୟ କେହି କହିପାରିବ, ଏ ପ୍ରକାର ଯଦି ଆମମାନଙ୍କର ମନରେ ଆମମାନଙ୍କ ନିଜ ଭାବନାରେ ଆସେ, ସେତେବେଳେ ପ୍ରିୟ ପ୍ରଭୁଙ୍କ ଲୋକମାନେ ନବୁକଦନେସର ଯେପରି ସେ ଗର୍ବ କରୁଥିଲେ ଯେ ତାହାର ପ୍ରତି ଈଶ୍ୱରଙ୍କର ଅଭିଶାପ ଆସିଲା, ସେ ଯେପରି ପଶୁମାନଙ୍କ ଭଳିଆ ସେ ନିଜକୁ ଘାସ ମଧ୍ୟ ଖାଉଥିଲେ, କେତେ ବର୍ଷ ସେ ଜଙ୍ଗଲରେ ବାସ କରୁଥିଲେ। ଏ ପ୍ରକାର ଈଶ୍ୱରଙ୍କର ଅଭିଶାପ ଆମ ଉପରେ ଆସେ। ସେଥିପାଇଁ ବିଶେଷ କରି ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ଆମେ ଯେତେବେଳେ ଆମମାନଙ୍କ ଜୀବନରେ ପ୍ରଭୁଙ୍କର ଅନୁଗ୍ରହ ଦୟା ସକାଶୁ ଭଲ ଗୀତ ଗାଇପାରୁଛୁ, ଭଲ ବାକ୍ୟ କହିପାରୁଛୁ, ଭଲ ପ୍ରାର୍ଥନା କରିପାରୁଅଛୁ, ଭଲ ପରିଚାଳନା କରିଅଛୁ, ଭଲ ପ୍ରଭୁଙ୍କ ସେବା କାର୍ଯ୍ୟ କରୁଅଛୁ, ତାହେଲେ ଆମେ ନିଜକୁ ଗର୍ବ ନ କରିବା, କିନ୍ତୁ ପ୍ରଭୁଙ୍କର ଗୌରବ ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ଦେବା ଆବଶ୍ୟକ ରହିଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିପାଇଁ ବିଶେଷ କରି ଆମେ ଦେଖିବା 5 ନମ୍ବରରେ ଯୀଶୁଙ୍କ ଜୀବନ ଆମ ପାଇଁ କେଉଁ ଉଦାହରଣ ଦେଇଥାଏ। 5 ନମ୍ବରରେ ଆମେ ଦେଖିବା ପ୍ରିୟ ପ୍ରଭୁଙ୍କ ଲୋକମାନେ ଯେ ଯୀଶୁଙ୍କ ଜୀବନ ଆମ ପାଇଁ କେଉଁ ଉଦାହରଣ ଦେଇଥାଏ। ଯୋହନ 5:41 ଯଦି ଆପଣମାନେ ଦେଖିବେ, ଯୀଶୁ କହିଲେ, ମୁଁ ମନୁଷ୍ୟମାନଙ୍କ ଠାରୁ ଗୌରବ ଗ୍ରହଣ କରେ ନାହିଁ। ଯୀଶୁ ନିଜେ ପ୍ରଶଂସା ଖୋଜିବା ପାଇଁ ଆସିନଥିଲେ, ସେ ପିତାଙ୍କ ଇଚ୍ଛା ପୂରଣ ଏବଂ ପିତାଙ୍କର ଗୌରବ ଦେବା ପାଇଁ ଆସୁଥିଲେ। ସେ ନିଜେ ଈଶ୍ୱରଙ୍କର ପୁତ୍ର ଥିଲେ, ଈଶ୍ୱରଙ୍କ ସହିତ ଥିଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏ ଜଗତର ସୃଷ୍ଟି ନ ହେବା ପୂର୍ବରୁ ସେ ଈଶ୍ୱରଙ୍କ ସହିତ ଥିଲେ ବୋଲି ଆମେ ଯୋହନ 1:1 ଆମେ ଦେଖିଥାଉ। ସେହି ବାକ୍ୟ ଦେହବନ୍ତ ହେଇ ଆମ ମନୁଷ୍ୟମାନଙ୍କ ପାଖରେ ପ୍ରକାଶ ହେଲା। ସେ ଈଶ୍ୱରଙ୍କ ସହିତ ଥିଲେ, କିନ୍ତୁ ସେ ନିଜେ ଏ ଜଗତରେ ଯେତେବେଳେ ଆସିଲେ, ପ୍ରିୟ ପ୍ରଭୁଙ୍କ ଲୋକମାନେ, ତାହାର ନମ୍ର ଆମେ ଶିଖିବା ଆବଶ୍ୟକ। ଯୀଶୁଙ୍କ ଉପଦେଶରେ ଆଦେଶରେ ଅନେକ ରୋଗମାନେ ସୁସ୍ଥ ହେଲେ, ଅନେକ ମନ୍ଦ ଆତ୍ମା ଗୁଡ଼ିକ ଚାଲିଗଲେ, ଅନେକ ଲୋକମାନଙ୍କର ଆଶୀର୍ବାଦ ଆସିଲା, ଅନେକ ମୃତ୍ୟୁ ଲୋକମାନେ ପୁନର୍ଜୀବିତ ହେଲେ। କିନ୍ତୁ ପ୍ରିୟ ପ୍ରଭୁଙ୍କ ଲୋକମାନେ ଯୋହନ 5:41 ଯୀଶୁ ଖ୍ରୀଷ୍ଟ ଏଠି ପ୍ରାଞ୍ଜଳ ଭାବରେ କହନ୍ତି ଯେ ଯୀଶୁ ନିଜେ ପ୍ରଶଂସା ଖୋଜିବା ପାଇଁ ଆସିନଥିଲେ, ସେ ପିତାଙ୍କ ଇଚ୍ଛା ପୂରଣ ଏବଂ ପିତାଙ୍କର ଗୌରବ ଦେବା ପାଇଁ ଆସୁଥିଲେ। ଏହା ସେ ଚିନ୍ତା କଲେ। ସେଥିପାଇଁ ମନୁଷ୍ୟମାନେ ଯେତେବେଳେ ଯୀଶୁଙ୍କୁ ଅନ୍ୟ ପ୍ରକାର ଭାବନା ନେଲେ, ସେତେବେଳେ ଯୀଶୁ ଲୋକମାନଙ୍କ ଠାରୁ ସେ ଅନ୍ତର୍ନିହିତ ହେଇକି ଚାଲିଗଲେ। ସେ ନିଜକୁ ସେ ଗୋଟିଏ ପ୍ରିୟ ପ୍ରଭୁଙ୍କ ଲୋକମାନେ ମନୁଷ୍ୟମାନଙ୍କ ଠାରୁ ସେ ବିଶେଷ କରି ସେ ନିଜ ଏକଲା ହେଇକି ଚାଲିଗଲେ। କାହିଁକି? ପ୍ରିୟ ପ୍ରଭୁଙ୍କ ଲୋକମାନେ, କାରଣ ଯେପରି ମୁଁ ଗର୍ବ ନ କରେ, ଯେପରି ମତେ ପ୍ରେରଣକର୍ତ୍ତାଙ୍କୁ ଭୁଲି ନପାରେ, ଏହା ଯୀଶୁ ମଧ୍ୟ ଚିନ୍ତା କଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିପାଇଁ ଯଦି ସେ ଈଶ୍ୱରଙ୍କର ପୁତ୍ର ହେଇକି ମଧ୍ୟ
ए जगतरे मनुष्य रूपे से प्रशंसा खोजी नथिले किंतु प्रभु को गौरव देवा निमंते से प्रथम स्थान देले ताले आमे किए जे आमाने मनुष्य मानक तारु आमाने प्रशंसा आमे पाइबा योग्य अछि कि आमे किए जे लोक माने आम मानक गौरव देवार योग्यता अछि कि प्रिय प्रभु लोक माने अनेक समय आम चिंता करिताओ जे मो पछरे अनेक विश्वासी माने अछंती या अनेक समय चिंता करिताओ या प्रभुंकर असम्मान करिताओ ईश्वर को आम असम्मानित करिताओ जीसु को आम भूली जाऊ निजको ही आम देवता बोले आम भाविताओ निजे ईश्वर बोले आम भाविताओ से प्रिय प्रभु लोक मैंने आम जीवन में अनेक दुख आसे अनेक कष्ट आसे निज भूल प्रति आम ईश्वर दूर चली जाऊ से जीशुंकर जीवन आम क्यों प्रकार उदाहरण स्वरूप देता प्रिय प्रभु लोक मैंने आम नम्र होगा आवश्यक रही अछि 6 नंबर आम देखिबा जे आमर प्रत्येक काम ईश्वर को गौरव पाई हेउ 6 नंबर आम देखि अछु जे आमर प्रत्येक कार्य रे ईश्वरंकर गौरव पाई हेउ बोले माने चिंता करिबा आवश्यक रही अछि ए आपण माने पाई परिबे प्रथम करन्तेय 10 पर्व 31 रे जति आपण माने पढ़िबे अति प्रांजल भाव रे लिखा जाई अछि जे तुमे माने जहा किछि करो सब ईश्वरंकर गौरव पाई करो तेणु आमे पछारिबा निज मन को जे मो जहा करू अछि एतिरे मोहर नाम बड़ हेउछि कि ना ईश्वरंकर नाम गौरव पाउ अछि मोर सेवा मते प्रशंसित करूछि कि ना ईश्वर को गौरव देउछि ए प्रत्येक प्रभुंकर दास माने बुझिबा जानिबा आमान आवश्यक रही अछि जे आमो कार्य रे मो निजको गौरव पाउछि ना ईश्वरंकर गौरव पाउछि लोक माने मते बेसी गौरव पाउछंती ना ईश्वरंको गौरव पाउछंती गौरव करूछंती एया आमाने चिंता करिबा आवश्यक रही अछि प्रिय प्रभु लोक माने विशेष करी विश्वासी मान को कहवा पाई चाहे मंडली को कहवा पाई चाहे आमे अनेक समय ईश्वर को भूली जाए आमे मनुष्य प्रति अधिक गुरुत्व देता अधिक सम्मान देता अधिक ताको प्रशंसा करता ता बोले मो प्रभु को दास सम्मान कर नाही बोल कहूनी कि प्रभु को दास प्रशंसा कर नाही बोल कहू नाही किंतु प्रथम स्थान प्रभु को धन्यवाद देला परे आमाने प्रभु को दास को धन्यवाद देवा आवश्यक प्रभु को धन्यवाद दिए कारण मोर उद्धार करिया पाई प्रभु आपण को प्रेरणा करि अछंती एया कहबा आवश्यक आ प्रभु को दास जी बुझिबा जानिबा आवश्यक जे हां मो प्रभुंकर अनुग्रह रे ए आत्मा को किछि स्वर्गीयर जीवंत वाक्य देवा निमंते प्रभु मते प्रेरणा करि अछंती बोले से जेपरि अनुभव करिबा आवश्यक रही अछि प्रिय प्रभु सेति पई आज प्रभु कहंती जे
ଯେତେବେଳେ ମୁଁ ତମମାନଙ୍କୁ ମନୋନୀତ କରିଅଛି, ତମେମାନେ ମୋତେ ମନୋନୀତ କରିନାହଁ, କିନ୍ତୁ ମୁଁ ତମମାନଙ୍କୁ ମନୋନୀତ କରିଅଛି, ମୋର ସନ୍ତାନ ମାନେ ଯେପରି ବିନଷ୍ଟ ନ ହେବେ, ଯେପରି ସେମାନେ ଜଗତ ପ୍ରତ୍ୟରେ ସେମାନେ ଯେପରି ପ୍ରାନ୍ତରେ ନ ପଡ଼ିବେ, ସେଥି ନିମନ୍ତେ ମୁଁ ତମମାନଙ୍କୁ ଉପଦେଶ ଦେଉଅଛି। ସେମାନଙ୍କୁ ମୋର ଶିଷ୍ୟ କର, ସେମାନଙ୍କୁ ମୋର ବାକ୍ୟ ଦେଇ ସେମାନଙ୍କ ଆତ୍ମିକ ଦିଗରେ ବୃଦ୍ଧି କରାଅ। ଏହା ଈଶ୍ୱରଙ୍କର ଅନୁଗ୍ରହ ଆମମାନଙ୍କ ପ୍ରତି ଆସେ। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଶଂସା ଗୋଟିଏ ଗର୍ବ ମଧ୍ୟ ସଦୃଶ୍ୟ ପରିଣତ ହୁଏ। କାରଣ ଲୋକେ ପ୍ରଶଂସା କରନ୍ତି, ମନ ଗର୍ବିତ ହୁଏ, ଈଶ୍ୱରଙ୍କର ଭୁଲିଯାଏ। 2 ନମ୍ବରରେ ପ୍ରଶଂସା ମନୁଷ୍ୟ ବୟ। ଲୋକେ କଣ କହିବେ ବୋଲି ଭାବି ଈଶ୍ୱରଙ୍କ ଇଚ୍ଛା ଠାରୁ ମନୁଷ୍ୟଙ୍କ ଇଚ୍ଛାକୁ ଅଧିକ ଗୁରୁତ୍ୱ ଦେଇଥାଉ। ଅନେକ ମନୁଷ୍ୟକୁ ଭୟ କରିଥାଉ, କିନ୍ତୁ ଈଶ୍ୱରଙ୍କୁ ଆମେ ଭୁଲି ଯାଉଅଛୁ। କାଳେ ମୋର ମନ୍ଦଡ଼ି ଚାଲିକି ଛାଡ଼ିଯିବ, କାଳେ ମୋ ଜୁମ୍ରେ ସେ ଜଡ଼ିତ ନ ହେବ, କାଳେ ମୋର ସେବା କାର୍ଯ୍ୟରେ ସେ ମୋତେ ସାହାଯ୍ୟ ନ କରିବ। ଏ ପ୍ରକାର ଅନେକ ପ୍ରିୟ ପ୍ରଭୁଙ୍କ ଦାସମାନେ ଆମେ ମଧ୍ୟ ଚିନ୍ତା କରିଥାଉ, କିନ୍ତୁ ଆମେ ପ୍ରଭୁଙ୍କୁ ଭୁଲି ଯାଇ ମନୁଷ୍ୟର ଇଚ୍ଛା ଅଧିକ ଗୁରୁତ୍ୱ ଆମେ ଦେଇଥାଉ। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ ପ୍ରଶଂସା ନିଜ ମହିମା, ମୁଁ କହୁଅଛି, ମୋ ଶକ୍ତି, ମୋ ଜ୍ଞାନ, ଏ ପ୍ରକାର ଚିନ୍ତା କରିବା ଉଚିତ ନୁହେଁ। ଶକ୍ତି ଈଶ୍ୱରଙ୍କ ଠାରୁ ଆସେ, ଜ୍ଞାନ ଈଶ୍ୱରଙ୍କ ଠାରୁ ଆସେ, ଆଶ୍ଚର୍ଯ୍ୟ କର୍ମ ଈଶ୍ୱରଙ୍କ ଠାରୁ ଆସେ। କିନ୍ତୁ ଅନେକ ସମୟ ଆମେ ମୁଁ ତାର ଏସବୁ କାର୍ଯ୍ୟ ହେଉଅଛି ବୋଲି ଯେତେବେଳେ ଆମେ ମୁଁ କହିଥାଉ, ସେତେବେଳେ ଈଶ୍ୱରଙ୍କୁ ଅସମ୍ମାନିତ କରିଥାଉ, ଈଶ୍ୱରଙ୍କୁ ଆମେ ପରିତ୍ୟାଗ କରିଥାଉ। ଲୁସିଫର ଯେପରି ସେ ନିଜେ ଗର୍ବ କଲେ, ଈଶ୍ୱରଙ୍କର ସଦୃଶ୍ୟ ହେବା ପାଇଁ ଇଚ୍ଛା କଲେ, ସେ ସ୍ୱର୍ଗରୁ ତାକୁ ଥଡ଼ିଦେଲେ। ପ୍ରିୟ ପ୍ରଭୁଙ୍କ ସେ ପ୍ରକାର ପ୍ରଭୁ ଯଦି ଆମେ ବ୍ୟବହାର ଠିକ କରନ୍ତି, ଆମମାନଙ୍କୁ ବ୍ୟବହାର ଠିକ ଯଦି ଲାଗୁନାହିଁ, କି ପ୍ରଭୁଙ୍କର ସେବା କାର୍ଯ୍ୟ ଠିକରେ ଆମେ କରିନାହୁଁ, ତାହେଲେ ଆମମାନଙ୍କର ସେବକ ପଦ, ଆମମାନଙ୍କର ସେବା କରିବା ପାଇଁ ପ୍ରଭୁ ଯାହା ମନୋନୀତ କରିଅଛନ୍ତି, ଆଉ ଜଣେ ମଧ୍ୟ ଦିଆଯିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିପାଇଁ ଆମେ ପ୍ରତ୍ୟେକ ସମୟ ସାବଧାନ ହେବା ଆବଶ୍ୟକ ଯେ ପ୍ରତ୍ୟେକ କାର୍ଯ୍ୟରେ ମୋତେ ଗୌରବ ପାଇଅଛି ନା ସଦାପ୍ରଭୁଙ୍କ ଗୌରବ ପାଉଅଛି, ଆମେ ବୁଝିବା ଜାଣିବା ଆବଶ୍ୟକ ରହିଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିପାଇଁ ଆମେ କିପରି ଈଶ୍ୱରଙ୍କର ଗୌରବ ଦେବା, ତା ଶେଷ ଆମେ କରିବା। 1 ନମ୍ବର ହେବା ଆବଶ୍ୟକ ରହିଅଛି। 2 ପ୍ରତ୍ୟେକଙ୍କର ଆଶୀର୍ବାଦ ପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ ରହିଅଛି। 3 ନମ୍ବର ଲୋକଙ୍କ ପ୍ରଶଂସା ଠାରୁ ଈଶ୍ୱରଙ୍କର ସନ୍ତୁଷ୍ଟକୁ ଅଧିକ ଖୋଜିବା ଆବଶ୍ୟକ ରହିଅଛି। 4 ନିଜର ନାମ ନୁହେଁ, ଯୀଶୁଙ୍କ ନାମ ଉଚ୍ଚ କରିବା ଆବଶ୍ୟକ ରହିଅଛି। 5 ନମ୍ବର ନିଜ ସଫଳତା ଠାରୁ ଗୌରବ ଈଶ୍ୱରଙ୍କୁ ଦେବା ଆବଶ୍ୟକ ରହିଅଛି। ମନୁଷ୍ୟର ପ୍ରଶଂସା ଆଜି ଅଛି, କାଲି ନଥାଇପାରେ, କିନ୍ତୁ ଈଶ୍ୱରଙ୍କର ଗୌରବ ଚିରସ୍ଥାୟୀ ଅଛି। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦାଉଦ କହନ୍ତି, ତେଣୁ ଆମର ଜୀବନ ଘୋଷଣା ହେଉ, ଏ ସଦା ପ୍ରଭୁ
ଆମ୍ଭମାନଙ୍କର ନୁହେଁ ତୁମ ନାମ ଗୌରବ ହେଉ ବୋଲି ଗୀତ ସଂହିତା 115:1 ଲେଖାଯାଇଅଛି। ଏ ପ୍ରକାର ଆମମାନଙ୍କ ଜୀବନରେ ଅଛି କି? ଆମେ ପ୍ରଶ୍ନ କରିବା ଯେ ଲୋକେ ମୋତେ ପ୍ରଶଂସା କଲେ ମୋ ଗୌରବ ନିଜେ ନେଉଛି କି ନା ଈଶ୍ୱରଙ୍କ ଦେଉଅଛି? ଏହା ମାନେ ବୁଝିବା ଜାଣିବା ଆବଶ୍ୟକ ରହିଅଛି ପ୍ରିୟ ପ୍ରଭୁଙ୍କ ଲୋକମାନେ। ସେଥିପାଇଁ ଆଜି ପ୍ରଭୁ ଅତି ସୁନ୍ଦର ଭାବରେ ଏ ସେବା କାର୍ଯ୍ୟରେ ପ୍ରଭୁ ଆମମାନଙ୍କୁ କଥା କହିଅଛନ୍ତି ଯେ ଯେପରି ଆମେ ନମ୍ର ହେବା, ଯେପରି ଆମେ ଈଶ୍ୱରଙ୍କୁ ପ୍ରଥମ ସ୍ଥାନ ଦେବା, ସେଥିପାଇଁ ଆଜି ପ୍ରଭୁ ଅତି ସୁନ୍ଦର ଭାବରେ ମୁଁ ଆପଣମାନଙ୍କୁ କଥା କହିଅଛନ୍ତି। ଆସନ୍ତୁ ଆଜିର ବାକ୍ୟ ନିମନ୍ତେ ଆମେ ଧନ୍ୟବାଦ ଦେବା, ପ୍ରଭୁଙ୍କ ଗୌରବ ଦେବା ଯେ ପ୍ରଭୁ ଆଜି ଅତି ସୁନ୍ଦର ଭାବରେ ଆଜି ମୋତେ ଚେତନା ଦେଇଅଛନ୍ତି। ମୁଁ ମନୁଷ୍ୟକୁ ଦୃଷ୍ଟି ନ କରି ଈଶ୍ୱରଙ୍କର ଦୃଷ୍ଟି ଅଧିକ ଦେବା ଆବଶ୍ୟକ, ଏହା ମାନେ ଚିନ୍ତା କରିବା ଆବଶ୍ୟକ ରହିଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏ ସମୟ ମୁଁ ମନୁଷ୍ୟ ପ୍ରତି ଅଧିକ ପ୍ରଶଂସା କରୁଅଛି ନା ମୁଁ ଈଶ୍ୱରଙ୍କୁ ପ୍ରଶଂସା କରୁଅଛି? ଅଧିକ ମନୁଷ୍ୟକୁ ମୁଁ ବିଶ୍ୱାସ କରୁଅଛି ନା ଅଧିକ ଈଶ୍ୱରଙ୍କୁ ପ୍ରଶଂସା କରୁଅଛି? ଏ ସମୟ ପ୍ରଭୁ କହନ୍ତି ନିଜ ଜୀବନକୁ ତମେ ସମୀକ୍ଷା କର। ଈଶ୍ୱର କହନ୍ତି ମୋତେ ଅଧିକ ତମେ ପ୍ରଶଂସା କରୁଅଛ ନା ମନୁଷ୍ୟକୁ ତମେ ପ୍ରଶଂସା କରୁଅଛ? ତମେ ନିଜ ଏବେ ସମୀକ୍ଷା କର। ଅନୁଗ୍ରହ ସମୟ ଥିବା ସମୟରେ ଯଦି ମନୁଷ୍ୟକୁ ଅଧିକ ଗୁରୁତ୍ୱ ଭାବରେ ପ୍ରଶଂସା କରିଅଛ, ତାହେଲେ ସମୟ ଅଛି ଈଶ୍ୱରଙ୍କୁ ପ୍ରଶଂସା କରିବା ଅନୁଗ୍ରହ ଯୁଗ ରହିଅଛି। ସେଥିପାଇଁ ଆମେ ମନ ପରିବର୍ତ୍ତନ କରିବା, ଆମେ ପ୍ରଭୁଙ୍କୁ ପ୍ରଶଂସା କରିବା। ପ୍ରଭୁ କହନ୍ତି ଯଦି ମନୁଷ୍ୟ ତମେ ପ୍ରଶଂସା କରିବ ଅଳ୍ପ ସମୟ ନିମନ୍ତେ, କିନ୍ତୁ ଈଶ୍ୱରଙ୍କୁ ଯଦି ତମେ ପ୍ରଶଂସା କରିବ ଚିରସ୍ଥାୟୀ ନିମନ୍ତେ ଅଛି। ହାଲେଲୁୟା। ତମେ ଗୌରବ ପାଅ, ତମେ ପ୍ରଶଂସା ପାଅ। ପ୍ରଭୁ ଏ ସମୟରେ ବିଶ୍ୱାସୀ ମାନେ, ତମର ମନୋନୀତ ଦାସ ମାନେ ଏ ବାକ୍ୟକୁ ଯେତେବେଳେ ଶ୍ରବଣ କରନ୍ତି, ସେମାନେ ଯେପରି କ୍ରୋଧିତ ନ ହୁଅନ୍ତି, ପ୍ରଭୁ ସେମାନେ ବୁଝିବାର ଶକ୍ତି ଏ ପବିତ୍ର ଆତ୍ମା ସେମାନଙ୍କୁ ତମେ ସାହାଯ୍ୟ କର ବୋଲି ପ୍ରାର୍ଥନା କରିଅଛି। ହାଲେଲୁୟା, ହାଲେଲୁୟା, ହାଲେଲୁୟା। প্রভু তুমি গৌরব পাও, প্রভু তুমি মহিমা পাও, প্রভু তুমি গৌরব হেউ। হে মণ্ডলী, এ সময় প্রভুଙ୍କୁ গৌরব দিও, ଯୀଶୁଙ୍କୁ ଗୌରବ ଦିଅ, ଈଶ୍ୱରଙ୍କୁ ଗୌରବ ଦିଅ। ଯେପରି ତୁମ୍ଭ ଜୀବନକୁ ଯେପରି ଶେଷ କାଳ ସମୟରେ ମୁକ୍ତି ହବ, ରକ୍ଷା ପାଇବ, ସେଥି ନିମନ୍ତେ ମନୁଷ୍ୟ ପ୍ରତି ଅଧିକ ନ ଭାବି
ଈଶ୍ୱରଙ୍କ ପ୍ରତି ଅଧିକ ଗୌରବ ଦେବା ଆବଶ୍ୟକ ରହିଅଛି। প্রিয় মণ্ডলী, এ সময়ে স্বর্গরে অয়ুত হয়ুত দূত মানে হয়ুত হয়ুত কিরব মানে প্রশংসা গৌরব করন্তি সদা সর্বদা ହାଲେଲୁୟା ହାଲେଲୁୟା। ଈଶ୍ୱରଙ୍କୁ ମହିମା ହେଉ। ଆମ୍ଭେମାନେ ମଧ୍ୟ ଜଗତରେ ଥାଇ ପ୍ରଭୁଙ୍କୁ ଗୌରବ ଦେବା କର୍ତ୍ତବ୍ୟ ରହିଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, তুমি গৌরব মহিমা পাইবা যোগ্য পরমেশ্বর। তুমি মহিমা মহিমা পাইবা পরমেশ্বর। ধন্যবাদ দেଉଛୁ ପ୍ରଭୁ, এই ସୁନ୍ଦର ସମୟ ତୁମେ ଆମମାନଙ୍କୁ ଦେଇଅଛ। ପ୍ରଭୁ, ନିଜ କେଉଁ ପ୍ରକାର ଆମେ ଭ୍ରଷ୍ଟ ହେଇଅଛୁ, କେଉଁ ପ୍ରକାର ପ୍ରଭୁ ତମ ଦ୍ୱାରା ଆମେ ଦୂରରେ ଚାଲି ଯାଉଅଛୁ। ଆଜି ଅତି ସୁନ୍ଦର ଭାବରେ ତୁମେ ଆମମାନଙ୍କୁ କଥା କହିଲ, ସେଥିପାଇଁ ଧନ୍ୟବାଦ। ନବକଳେବର ଯେପରି ଗର୍ବ କଲେ ସେ ପ୍ରକାର ଆମମାନଙ୍କ ଜୀବନରେ ନ ଆସୁ। ହେ ପ୍ରଭୁ, ଯେପରି ଆମେ ତମକୁ ଭୟ କରିବୁ, ପ୍ରତ୍ୟେକ ଗୌରବ ତମକୁ ଦେବୁ, ସେଥିପାଇଁ ପ୍ରଭୁ ତମେ ଆମମାନଙ୍କୁ ସଚେତନା ପ୍ରତ୍ୟେକ ସମୟରେ ଦିଅ। ହେ ପବିତ୍ର ଆତ୍ମା, ତମେ ଆମମାନଙ୍କୁ ଶିକ୍ଷା ଦିଅନ୍ତୁ, ଯେପରି ଆମେ ନିଜକୁ ଗର୍ବ ନ କରିବୁ, ଯେପରି ନିଜକୁ ପ୍ରଶଂସା ପାଇଁ ଆମେ ନ ଖୋଜିବୁ, କେବଳ ତମର ଗୌରବ ଦେବା ପାଇଁ ଆମେ ପ୍ରସ୍ତୁତ ହେବୁ। ଏ ପବିତ୍ର ଆତ୍ମା, ତମେ ଆମମାନଙ୍କୁ ସାହାଯ୍ୟ କର, ଜ୍ଞାନ ଦିଅ, ବୁଦ୍ଧି ଦିଅ। ଧନ୍ୟବାଦ ଦେଉଛି ପ୍ରଭୁ। ଯେତେ ଜଣ ଫେସବୁକ୍ ଅନଲାଇନ୍ କାର୍ଯ୍ୟ ମଧ୍ୟରେ ଏ ସେବା କାର୍ଯ୍ୟକୁ, ଏ ବାକ୍ୟକୁ ଶ୍ରବଣ କରିଅଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତମେ ପ୍ରଚୁର ଭାବରେ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରିଅଛି। ଆଗାମୀ ଦିନ ଗୁଡ଼ିକ ମଧ୍ୟ ଯେଉଁମାନେ ଶୁଣିବେ ୟୁଟ୍ୟୁବରେ, ସେମାନଙ୍କ ମଧ୍ୟ ପ୍ରଚୁର ଭାବରେ ଆଶୀର୍ବାଦ କର ବୋଲି ପ୍ରାର୍ଥନା କରିଅଛି। ଏ ପ୍ରାର୍ଥନା, ଏ ଗୌରବ ଏକମାତ୍ର ଯୀଶୁ ଖ୍ରୀଷ୍ଟ ତମେ ପାଅ ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛି। ଆମେନ୍, ଆମେନ୍। ଈଶ୍ୱରଙ୍କର ପ୍ରେମ, ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ସହଭାଗିତା ଏତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ଦୂତ ଆଗମନ ପର୍ଯ୍ୟନ୍ତ ଏ ବାଇବେଲ ଷ୍ଟଡି ଫେଲୋସିପ ସେବା କାର୍ଯ୍ୟରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଜଡ଼ିତ ହୋଇଥିବା ପ୍ରତ୍ୟେକ ପରିବାର ପ୍ରତି, ପ୍ରତ୍ୟେକ ମନୁଷ୍ୟ ପ୍ରତି ସଦା ସର୍ବଦା ମାନଙ୍କ ସହିତ ରହି ଉପକାର କରନ୍ତୁ। ଆମେନ୍, ଆମେନ୍, ଆମେନ୍। ପ୍ରେଜ୍ ଲର୍ଡ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ବିଶ୍ୱାସ କରେ
आज आमने प्रभु को सचेतना वाक्य मु निमंते किछि आज शुणी अच्छी बोले माने जदि विश्वास करिताओ ताल आमनकर जीवन रे प्रत्येक समस्या दूर हो जीव प्रिय प्रभु लोक मैंने ए वाक्य प्रचुर प्रभु आपण मान आशीर्वाद करंतु जदि समय हुए ए बाइबल स्टडी फेलोशिप सेवा कार्य प्रत्येक संध्या 8टारू 9:30 पर्यंत कार्यक्रम रोथिबो आराधना प्रार्थना वाक्य ए तीनोटी विषय रे प्रत्येक प्रभुंकर दास मनोनीत संतान माने सहित एकत्रित होई आमाने प्रभु को गौरव करुअछु आ ए प्रकार महान दास माने मध्य प्रत्येक दिन रे आसी ए बाइबल स्टडी फेलोशिप सेवा कार्य से माने प्रचार करती आपण माने मध्य समय दियंतु जुड़ित हुअन्तु प्रभु आपण मानको प्रचुर भाव आशीर्वाद करंतु ए कार्यक्रम को एटी हम स्थगित करिबा समस्त को प्रेज लॉर्ड समस्त को नमस्कार प्रेज